କେଉଁ ମହିଳାଙ୍କ ଭାଗ୍ୟରେ ପୁତ୍ର ସନ୍ତାନ ଜନ୍ମ ହୁଏ ନାହିଁ? ଏକ ଓଡ଼ିଆ କାହାଣୀ। ଏକ ଗାଁରେ ସୁମିତ୍ରା ନାମକ ଜଣେ ମହିଳା ରହୁଥିଲେ। ସେ ବହୁତ ଦୟାଳୁ ଓ ଧାର୍ମିକ ଥିଲେ। ତାଙ୍କର 3ଟି କନ୍ୟା ସନ୍ତାନ ଥିଲେ। କିନ୍ତୁ କିଛି ଲୋକ ତାଙ୍କୁ କହୁଥିଲେ, ତୁମ ଭାଗ୍ୟରେ ପୁତ୍ର ସନ୍ତାନ ନାହିଁ। ଏହି କଥା ଶୁଣି ସୁମିତ୍ରା ବହୁତ ଦୁଃଖୀ ହେଉଥିଲେ। ଦିନେ ସେ ଜଣେ ଜ୍ଞାନୀ ସାଧୁଙ୍କ ପାଖକୁ ଗଲେ ଏବଂ ପଚାରିଲେ, ମହାରାଜ, କେଉଁ ମହିଳାଙ୍କ ଭାଗ୍ୟରେ ପୁତ୍ର ସନ୍ତାନ ଜନ୍ମ ହୁଏ ନାହିଁ? ସାଧୁ ହସି କହିଲେ, ଝିଅ, ଏହା ଭାଗ୍ୟର ପ୍ରଶ୍ନ ନୁହେଁ। ଭଗବାନ ଯାହା ଦିଅନ୍ତି ସେଇଟା ଆଶୀର୍ବାଦ। ପୁତ୍ର ହେଉ କି କନ୍ୟା, ଦୁହେଁ ସମାନ। ଯେ ମା ସନ୍ତାନକୁ ଭଲ ମଣିଷ କରି ଗଢ଼ି ତୋଳନ୍ତି, ସେହି ମା ସବୁଠାରୁ ଭାଗ୍ୟବତୀ। ସୁମିତ୍ରା କହିଲେ, ତାହାହେଲେ ଲୋକେ ଏମିତି କାହିଁ କହନ୍ତି? ସାଧୁ ଉତ୍ତର ଦେଲେ, ଅଜ୍ଞାନତା ପାଇଁ। ଇତିହାସ ଓ ପୁରାଣରେ ଅନେକ ମହାନ ନାରୀ ଓ କନ୍ୟାଙ୍କ ଉଦାହରଣ ରହିଛି। ସନ୍ତାନର ମୂଲ୍ୟ ତାଙ୍କର ଲିଙ୍ଗରେ ନୁହେଁ, ତାଙ୍କର ଗୁଣ ଓ କର୍ମରେ ରହିଛି। ସେହିଦିନଠାରୁ ସୁମିତ୍ରା ନିଜ କନ୍ୟାମାନଙ୍କୁ ଭଲ ଶିକ୍ଷା ଓ ସଂସ୍କାର ଦେବାରେ ମନ ଦେଲେ। ବର୍ଷ କିଛି ପରେ ତାଙ୍କର 3ଟି ଝିଅ ଶିକ୍ଷିତ ହୋଇ ଗାଁର ଗୌରବ ବଢ଼ାଇଲେ। ଗାଁର ଲୋକମାନେ କହିଲେ, ସୁମିତ୍ରା ସତରେ ଭାଗ୍ୟବତୀ ମା।